18 ମଇ 1998 ମସିହାର କଥା। ପାକିସ୍ତାନ ନିଜର ପ୍ରଥମ ପରମାଣୁ ଅସ୍ତ୍ର ପରୀକ୍ଷଣ କଲା, ଯଦ୍ୱାରା ଅଫିସିଆଲ ଭାବରେ ଜଣାଗଲା କି ଏବେ ପାକିସ୍ତାନରେ ମଧ୍ୟ ପରମାଣୁ ଅସ୍ତ୍ର ଅଛି। ପୂର୍ବରୁ 18 ମଇ 1974ରେ ଭାରତ ପରମାଣୁ ଅସ୍ତ୍ର ପରୀକ୍ଷଣ କରିସାରିଥିଲା। ଦୁଇ ଦେଶ ପାଖରେ ପରମାଣୁ ଅସ୍ତ୍ର ଥିବାରୁ ଲାଗୁଥିଲା କି ହୁଏତ ଭବିଷ୍ୟତରେ ଏହି ଦୁଇ ଦେଶ ମଧ୍ୟରେ କେବେ ବି ଯୁଦ୍ଧ ଭଳି ଅପ୍ରୀତିକର ସମସ୍ୟା ଦେଖିବାକୁ ମିଳିବ ନାହିଁ, କାହିଁକି ନା ପରମାଣୁ ଅସ୍ତ୍ର କାରଣରୁ କେହି କାହା ଉପରେ ଆକ୍ରମଣ କରିବେ ନାହିଁ, ଯାହାଫଳରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଧୁରିବ। ପରିଣାମ ସ୍ୱରୂପ 1999ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଲାହୋର ଗଲେ ଏବଂ ବ୍ୟବସାୟ ବଢ଼େଇବା ଓ ଶାନ୍ତି ସ୍ଥାପନ ବିଷୟରେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ମଧ୍ୟ ହେଲା। ଏମିତି ଲାଗୁଥିଲା କି ସବୁକିଛି ବଦଳିବାକୁ ଯାଉଅଛି। ଭାରତ ଓ ପାକିସ୍ତାନ ଏବେ ନୂଆ ରୂପରେ ଶାନ୍ତିପୂର୍ଣ୍ଣ ଭାବରେ ପଡ଼ୋଶୀ ହୋଇ ରହିବେ। କିନ୍ତୁ ପାକିସ୍ତାନକୁ ହୁଏତ ଏହା ମଞ୍ଜୁର ନଥିଲା, କାରଣ କିଛି ମାସ ପରେ ପାକିସ୍ତାନ ସେନା ଦ୍ୱାରା ଭାରତର କାରଗିଲ ଉପରେ ଆକ୍ରମଣ ଆରମ୍ଭ କରାଗଲା। ଏହି ଯୁଦ୍ଧରେ ଭାରତର ବିଜୟ ତ ହେଲା, କିନ୍ତୁ ଭାରତକୁ ନିଜର 527 ଜଣ ବୀର ଯବାନଙ୍କୁ ହରାଇବାକୁ ପଡ଼ିଲା, ଯାହାଙ୍କ ମଧ୍ୟରେ ଜଣେ ବିକ୍ରମ ବାତ୍ରା ମଧ୍ୟ ସାମିଲ ଥିଲେ। ବନ୍ଧୁଗଣ, ଆଜିର ଏହି ଭିଡ଼ିଓରେ କାରଗିଲ ଯୁଦ୍ଧ ବିଷୟରେ ଜାଣିବା କି ପାକିସ୍ତାନ ଏହି କାରଗିଲ ଯୁଦ୍ଧର ଆରମ୍ଭ କିପରି କରିଥିଲା, ଆଉ ଭାରତୀୟ ସେନା ପାକିସ୍ତାନ ସେନାକୁ ଧୂଳି ଚଟାଇ ଏହି ଯୁଦ୍ଧରେ କିପରି ବିଜୟ ଲାଭ କରିଥିଲା। 3 ମେ 1999 ମସିହା LOC ପାଖରେ ଅବସ୍ଥିତ ଏକ ଗ୍ରାମର ଜଣେ ବ୍ୟକ୍ତି ହଜିଯାଇଥିବା ଚମରି ଗାଈକୁ ଖୋଜୁଥିଲେ। ଗାଈ ଖୋଜୁଥିବା ସମୟରେ ସେ LOC ପାହାଡ଼ରେ କିଛି ଲୋକଙ୍କୁ ଅସ୍ତ୍ରଶସ୍ତ୍ର ଧରି ଏପଟ ସେପଟ ହେଉଥିବାର ଦେଖିଲେ, ଯାହା ତାଙ୍କୁ ଠିକ୍ ଲାଗିଲା ନାହିଁ। କିଛି ଗଡ଼ବଡ଼ ଥିବାର ମନେ ହେଲା। ସେମାନଙ୍କ କପଡ଼ାରୁ ଜଣାପଡ଼ୁଥିଲା କି ସେମାନେ ଇଣ୍ଡିଆନ ଆର୍ମିର ସୈନିକ ନୁହନ୍ତି। ଯେଉଁ ଜାଗାରେ ସେମାନେ ଥିଲେ ସେଠାକୁ କେବଳ ଇଣ୍ଡିଆନ ଆର୍ମିଙ୍କ ବ୍ୟତୀତ କାହାକୁ ଯିବାର ଅନୁମତି ନଥିଲା। ଯେତେବେଳେ ସେହି ଗାଈ ଖୋଜୁଥିବା ବ୍ୟକ୍ତିକୁ ସନ୍ଦେହ ହେଲା ଯେ ଏମାନେ ନିଶ୍ଚିତ ପାକିସ୍ତାନୀ ସୈନିକ ହୋଇଥିବେ, ସେ ସଙ୍ଗେ ସଙ୍ଗେ ପାଖରେ ଥିବା ଇଣ୍ଡିଆନ ଆର୍ମି କ୍ୟାମ୍ପରେ ଏହାର ସୂଚନା ଦେଲେ। ଏହାର ସତ୍ୟାସତ୍ୟ ଜାଣିବା ପାଇଁ କିଛି ଭାରତୀୟ ସୈନିକ ଅନୁସନ୍ଧାନ କଲେ ଏବଂ ଜାଣିବାକୁ ପାଇଲେ କି ସେମାନେ ହେଉଛନ୍ତି ପାକିସ୍ତାନୀ ସୋଲଜର, ଯିଏ ଭାରତୀୟ ସୀମାରେ ଅନୁପ୍ରବେଶ କରିଛନ୍ତି। କେବଳ ଏତିକି ନୁହେଁ, ଅନେକ ସଂଖ୍ୟାରେ ପାକିସ୍ତାନୀ ସୈନ୍ୟ ଭାରତକୁ ପଶିଆସି ଭାରତର ପାହାଡ଼ିଆ ଅଞ୍ଚଳର କେତେକ ଇମ୍ପୋର୍ଟାଣ୍ଟ ଷ୍ଟ୍ରାଟେଜିର ଲୋକେସନକୁ କ୍ୟାପଚର କରିସାରିଛନ୍ତି। ଏହିପରି ଭାରତୀୟ ସେନା ପାଖାପାଖି 130ଟି ସ୍ଥାନକୁ ଚିହ୍ନଟ କଲା, ଯାହା ପାକିସ୍ତାନୀ ସୋଲଜରଙ୍କ ଦ୍ୱାରା କ୍ୟାପଚର ହୋଇସାରିଥିଲା। ସେଥିମଧ୍ୟରୁ କେତେକ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ଯେଉଁଭଳି ଏହି ପୋଷ୍ଟଗୁଡ଼ିକୁ କ୍ୟାପଚର କରାଯାଇଥିଲା, ସେଥିରୁ ସଫା ସଫା ଜଣାପଡ଼ୁଥିଲା କି ଭାରତକୁ ଲଦାଖ ଓ କାଶ୍ମୀରକୁ ଯୋଡ଼ୁଥିବା ନ୍ୟାସନାଲ ହାଇୱେକୁ କବ୍ଜା କରିବାର ଥିଲା, ଯାହାଫଳରେ ଏହି ଦୁଇଟି ସ୍ଥାନରୁ ଭାରତର ସଂଯୋଗ ବିଚ୍ଛିନ୍ନ ହୋଇଯିବ। କିନ୍ତୁ ପାକିସ୍ତାନୀ ସୈନ୍ୟ ଏହି ଯୋଜନାରେ ସଫଳ ହେବା ପୂର୍ବରୁ ଭାରତୀୟ ସୈନ୍ୟଙ୍କୁ ସେ ବିଷୟରେ ଜଣାପଡ଼ିଲା, ଆଉ ଭାରତ ଏହି ଅନୁପ୍ରବେଶକୁ ପାକିସ୍ତାନୀ ସୈନ୍ୟଙ୍କର ଆକ୍ରମଣ ଭାବରେ ଗ୍ରହଣ କରି ଆକ୍ସନ ନେବା ଆରମ୍ଭ କରିଦେଲା। ଆଉ ଏହା ଥିଲା କାରଗିଲ ଯୁଦ୍ଧର ଆରମ୍ଭ ମାତ୍ର। ପାକିସ୍ତାନୀଙ୍କର ଏହି ଅନୁପ୍ରବେଶ ପୂର୍ବରୁ କାହାକୁ ବିଶ୍ୱାସ ହେଉନଥିଲା କି ପାକିସ୍ତାନ ଏପରି ହରକତ କରିବ, କାହିଁକି ନା କିଛି ମାସ ପୂର୍ବରୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଲାହୋର ଯାଇଥିଲେ ଏବଂ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଶାନ୍ତି ସ୍ଥାପନା ପାଇଁ ଆଲୋଚନା ମଧ୍ୟ କରିଥିଲେ। କିନ୍ତୁ ପାକିସ୍ତାନ ପୁଣି ଥରେ ନିଜର ଅସଲ ଚେହେରା ଦେଖାଇବାକୁ ଭୁଲି ନଥିଲା। ଦେଖିବାକୁ ଗଲେ ଯେତେବେଳେ କାରଗିଲ ଯୁଦ୍ଧ ଆରମ୍ଭ ହେଲା, ସେତେବେଳେ ଭାରତ ପାଇଁ ଏକ କଠିନ ସମୟ ଥିଲା, କାହିଁକି ନା ଭାରତୀୟ ସେନାକୁ ଜଣାପଡ଼ିବା ପୂର୍ବରୁ ହିଁ ପାକିସ୍ତାନୀ ସେନା ଅନେକ ଉଚ୍ଚତାର ପାହାଡ଼ରେ ଯାଇ ନିଜର ଆଡ୍ଡା ଜମେଇ ସାରିଥିଲା, ଯେଉଁଠାରୁ ସେ ଭାରତୀୟ ସେନା ଉପରକୁ ହମଲା କରୁଥିଲେ, ଯିଏ ଏହି ପାହାଡ଼ର ପାଦଦେଶରେ ଥିଲେ। ଯେଉଁ କାରଣରୁ ପାକିସ୍ତାନୀ ସେନା ଦ୍ୱାରା କରାଯାଉଥିବା ଆକ୍ରମଣ ଭାରତୀୟ ସେନା ପାଇଁ ବହୁତ ଘାତକ ସାବ୍ୟସ୍ତ ହେଉଥିଲା। ଆଉ ଏହି ଆକ୍ରମଣରୁ ବଞ୍ଚିବାର ଗୋଟିଏ ଉପାୟ ଥିଲା ଭାରତୀୟ ସୈନିକ ସେହି ପାହାଡ଼ ଉପରେ ଚଢ଼ି ପାକିସ୍ତାନୀ ସୈନ୍ୟଙ୍କ ଦ୍ୱାରା କବ୍ଜା କରାଯାଇଥିବା ପୋଷ୍ଟକୁ ପୁଣି ଥରେ କ୍ୟାପଚର କରିବା। କିନ୍ତୁ ଏହି କାମ ବହୁତ କଠିନ ହେବାକୁ ଯାଉଥିଲା, କାହିଁକି ନା ଏହି ପାହାଡ଼ର ଉଚ୍ଚତା ବହୁତ ଅଧିକ ଥିଲା, ତା ସହିତ ସେଠାରେ ତାପମାତ୍ରା ମଧ୍ୟ -5 ଡିଗ୍ରୀରେ ଥିଲା। ତେଣୁ ଭାରତ ପାଖରେ ଏହା ବ୍ୟତୀତ ଆଉ କୌଣସି ଦ୍ୱିତୀୟ ରାସ୍ତା ନଥିଲା, କାହିଁକି ନା ଏହି ପୋଷ୍ଟରେ ପାକିସ୍ତାନୀ ସେନାଙ୍କୁ ରହିବାକୁ ଦେବାର ନଥିଲା, କାରଣ ଏହାଦ୍ୱାରା ଭବିଷ୍ୟତରେ ପାକିସ୍ତାନ ଲଦାଖ ଠାରୁ ଆରମ୍ଭ କରି କାଶ୍ମୀରକୁ ଭାରତଠାରୁ ବିଚ୍ଛିନ୍ନ କରିଦେବାର ଅଧିକ ଚାନ୍ସ ଥିଲା। ସେଥିପାଇଁ ଏହି ସମସ୍ତ ଷ୍ଟ୍ରାଟେଜିକାଲ ଇମ୍ପୋର୍ଟାଣ୍ଟ ପୋଷ୍ଟଗୁଡ଼ିକୁ ପାକିସ୍ତାନୀ ସୈନ୍ୟଙ୍କ କବଳରୁ ହାସଲ କରିବା ପାଇଁ ଭାରତୀୟ ସେନା ଦ୍ୱାରା ଅପରେସନର ଯୋଜନା ପ୍ରସ୍ତୁତ କରାଗଲା। ଇତିମଧ୍ୟରେ ଭାରତୀୟ ବାୟୁସେନା ରିସ୍କ ନେଇ ଉଚ୍ଚା ପାହାଡ଼ ଉପରେ ନିଜର ବିମାନକୁ ଉଡ଼େଇ ଏହି ପାକିସ୍ତାନୀ ସୈନ୍ୟଙ୍କର ସଠିକ୍ ଲୋକେସନ ଭାରତୀୟ ସ୍ଥଳସେନାକୁ ଦେଲା। ତା ସହିତ ଭାରତୀୟ ବାୟୁସେନା ପାହାଡ଼ ଉପରେ ବସିଥିବା ପାକିସ୍ତାନୀ ସୈନ୍ୟଙ୍କ ଉପରେ ଅନେକ ଥର ଆକ୍ରମଣ ମଧ୍ୟ କରିଥିଲେ। ଭାରତୀୟ ସେନାର ପ୍ଲାନ୍ ଅତି ସରଳ ଥିଲା କି ସର୍ବପ୍ରଥମେ ଆମକୁ ସବୁଠାରୁ ଅଧିକ ଷ୍ଟ୍ରାଟେଜିକାଲ ପୋଷ୍ଟକୁ ପାକିସ୍ତାନ ସେନାଙ୍କ କବଳରୁ ନିଜ କଣ୍ଟ୍ରୋଲକୁ ଆଣିବାର ଅଛି। ଏଥିପାଇଁ 3-4ଟି ଲୋକେସନକୁ ପ୍ରଥମେ ଟାର୍ଗେଟ କରାଗଲା। ସେଥିମଧ୍ୟରୁ ସବୁଠାରୁ ଇମ୍ପୋର୍ଟାଣ୍ଟ ଥିଲା ଟୋଲୋଲିଙ୍ଗ ହିଲ୍। ଆଉ ଏହି ପୋଷ୍ଟକୁ ଅକ୍ତିଆର କରିବା ପାଇଁ ସବୁଠାରୁ କଠିନ ଥିଲା, କାରଣ ଏଠାରେ ପାକିସ୍ତାନୀ ସୈନ୍ୟ 16,000 ଫୁଟ ଉପରେ ହିଁ ଅବସ୍ଥାନ କରିଥିଲେ
तेणु भारतीय सेना को प्रथमे पाकिस्तानी सेना नजर निजक बंचई पहाड़ उपरकू चढ़ार थिला। आउ तापरे पाकिस्तानी सेना सहित लड़ाई करी सही पोस्ट को पाकिस्तानी सेना कबलरू निज अख्तियार को अणा जाई परिबो। आउ से भी -5 डिग्री सेल्सियस तापमात्रा रे। केवल एतिकी नुहे, भारतीय सैन्य को यही काम रातिर घन अंधार रे करिवार थिला। एइथिपाई जे पहाड़ उपरे बसिथिबा पाकिस्तानी सैन्य जेपरी पहाड़ उपरकू चढ़ुथिबा भारतीय सैन्य को देखि न पारंती। काहेकि ना जदि एमिति हुए तो पहाड़र उपरकू आसुथिबा भारतीय सैन्य को टार्गेट बनैबा अति सहज होइजिबो। एही समस्त प्रकार चैलेंज को आखि आगरे रखी भारतीय सैन्यक मध्यरु किछि बेस्ट सोल्जरंकर एक टीम गठन करागला, जेउथिरे मेजर राजेश अधिकारी आगरे थिले। इतिमध्यरे सैन्य को खाद्य किंबा अतिरिक्त अस्त्रशस्त्र को सांगरे नै जिबा कुहा जायथिला, कारण पहाड़ उपरकू चढ़िया बेले ओजन एते बढ़िबार थिला। खाद्य और बंदूकर गुली उभय को एका सहित धरी पहाड़ को चढ़िबा संभवपर नथिला। सेथिपाई कैप्टेन अजित सिंह और तांकर टीम खाद्य बदल रे एक्स्ट्रा बुलेट को नेबा ही ठीक बोली निष्पत्ति नेले। मेजर राजेश अधिकारी और तांको टीम लगातार 11 घंटा पहाड़ उपर को चढ़ी जेतेबेले लक्ष्यस्थलर अल्प किछि बाट दूर थिले तो पहाड़र शीर्ष रे थिबा पाकिस्तानी सोल्जर्स सेमानकु उपर को आसुथिबार देखिनेले। यापरे संगे संगे पाकिस्तानी सैन्य माने भारतीय सैन्यक उपर को गुलीगुला आरंभ करिदेले, जेउथिरे मेजर राजेश अधिकारी और तांकर 2 जण साथी शहीद होई गले। आउ बाकी थिबा सैन्य को सही पहाड़र एक पत्थर पाखरे लुचिबा को पड़िला। एही समय रे तांको उपर को हेवी फायरिंग करा जाउथिला। जेतेबेले एही कथा इंडियन आर्मी पाखरे पहुंचिला, एबे इंडियन आर्मी कर्नेल बसापा रविंद्रनाथक सहित मिसी 90 लोकंकु नै एक टीम गठन कले। आउ ए समस्तंकु फसिथिबा सैन्य ओ हिल को कैप्चर करिबा पई पठै दिया गला, जहाँ भारत पाई बहुत गुरुत्वपूर्ण थिला। कर्नेल रविंद्रनाथ निजर टीम सहित पुणी थरे टोलोलिंग हिल उपर को चढ़िबा आरंभ कले। आउ 12 जून पर्यंत सेमाने फसिथिबा सैन्यक पाखरे पहुंची गले एवं सेठारे सेमाने समस्ते मिसी एक नुआ प्लान प्रस्तुत कले, जेउठारे कर्नेल रविंद्रनाथ निजर टीम को 3टी भागरे विभक्त करिदेले। आउ सही 3टी भागर नाम हैला भीम, अर्जुन और अभिमन्यु। एही 3टी दलर काम अलगा अलगा थिला। प्रथम दलर काम हैला से सबुठारु आगरे रहिबे और पाकिस्तानी सैन्यक उपर को आक्रमण करिवे। द्वितीय दलर काम हैला पहाड़र अन्य पाखरे बसिथिबा पाकिस्तानी सैन्यक उपर आक्रमण करिबा। आउ तृतीय टीम रो काम हैला एही 2टी दल को कवर फायर देबा। प्लानिंग बहुत बढ़िया थिला आउ रिजल्ट मध्य भल मिलिला। भारतीय सैनिक माने बहादुरी और चतुरतार सह सबुठारु गुरुत्वपूर्ण टोलोलिंग हिल को निज अख्तियार को नेला। किंतु दुखर कथा हैला कि एही मिशन रे टीम रो सोल्जर मेजर विवेक गुप्ता सहित 6 जण भारतीय सैन्य शहीद होई गले। किंतु सेमानकर साहसिकता और बलिदान फल रे कारगिल रे भारत को एक भलो पोजिशन मिलिला। किंतु एहा परे सेकेंड और मोस्ट इंपोर्टेंट स्ट्रैटेजिकल लोकेशन जहाँ पाकिस्तान कब्जा रे थिला से हैला टोलोलिंग हिल ठारू 1.6 किलोमीटर दूर रे अवस्थित .5140 माने गन हिल। आउ एहार चैलेंज टोलोलिंग हिल ठारू आहुरी अधिक थिला, कारण एही पॉइंट पहाड़र प्राय 17,000 फुट ऊपर थिला, जेउ कारणरू एही पोस्ट को कैप्चर करिबा आहुरी अधिक कठिन हेबाकू जाउथिला। तेणु एही मिशन पाई मध्य स्वतंत्र प्लानिंग सहित एक टीम प्रस्तुत करागला, जहाकू लीड करिबार डिमांड लेफ्टिनेंट कर्नल योगेश कुमार जोशी को दियागला। एही टीम मध्यरे आउ 2टी ग्रुप बछा हैला, जेउथिरे प्रथम ग्रुप रो दायित्व लेफ्टिनेंट शिव सिंह को दियागला एवं अन्य ग्रुप रो दायित्व लेफ्टिनेंट विक्रम बात्रा को। दर्शक बंधु, सही विक्रम बात्रा जहाँ को विषय रे शेरशाह चलचित्र निर्माण होई अछि। 2 जण लेफ्टिनेंट सामना रे रही 2टी ग्रुप को परिचालना करिबार थिला। सेथिपाई तांकु मिशन आरंभरू एक सिग्नाल बनैबा को कुहागला, जहाँ तांकर मिशन रो सफलता को दर्शाइबो, जहाँ तांकु सही पोस्ट को कैप्चर करिबा परे भूपृष्ठरू लीड करुथिबा लेफ्टिनेंट कर्नल योगेश कुमार जोशी को रेडियो माध्यम रे जणाइबे। आउ सही ठारे लेफ्टिनेंट विक्रम बात्रा निजर सिग्नाल बाछिले, ताहा थिला दिल मांगे मोर। 2 जण लेफ्टिनेंट निजर टीम सहित सठिक योजना प्रस्तुत करी .5104 रे चढ़िबा आरंभ कले। आउ भारतीय सैन्य निजर अदम्य साहस और चतुरतार सहित पाकिस्तानी सैन्य को धूली चटेई एही पोस्ट को मध्य निज अख्तियार को नेले। आउ सबुठारु खुशीर कथा हैला कि एही मिशन रे कौनसी भारतीय सैन्यकर किछि भी क्षति होई नथिला। एही मिशन रे विक्रम बात्रांकर बहादुरी को देखि भारतीय सेना तांकु तुरंत लेफ्टिनेंट रु कैप्टेन रो रैंक दे देला। एहा परे भारतीय सेना एमिति केतेक मिशन चलेई पाकिस्तानी द्वारा अधिकृत माउंटेन हिल को निज अख्तियार को आनिला। सेथि मध्यरु गोटिए आर्मी पोस्ट मध्य .4875 जेउठाकू पठा जाइथिबा सैन्य मानकू निजे कैप्टेन विक्रम बात्रा लीड करुथिले। कैप्टेन विक्रम बात्रा एवं तांकर टीम 8 जुलाई रे पहाड़र शीर्ष रे पहुंचिले।
ଏବଂ ସେଠାରେ ଆଡା ଜମାଇଥିବା ପାକିସ୍ତାନୀ ସେନା ଓ ବିକ୍ରମ ବାତ୍ରାଙ୍କ ନେତୃତ୍ୱାଧୀନ ଭାରତୀୟ ସେନା ମଧ୍ୟରେ ବହୁତ ସମୟ ପର୍ଯ୍ୟନ୍ତ ଫାୟାରିଂ ହେଲା। ଶେଷରେ ବିକ୍ରମ ବାତ୍ରା ଏବଂ ତାଙ୍କର ଟିମ୍ ପାକିସ୍ତାନ ସେନାକୁ ପରାସ୍ତ କରିବାରେ ସକ୍ଷମ ହେଲେ। ଆଉ ବାକି ଥିବା ପାକିସ୍ତାନୀ ସୋଲଜର୍ସ ସେ ପାହାଡ଼ ଉପରୁ ନିଜକୁ ବଞ୍ଚେଇ ଛତ୍ରଭଙ୍ଗ ଦେଇ ପଳାୟନ କରିବାକୁ ଲାଗିଲେ। ବିକ୍ରମ ବାତ୍ରା ଭାରତୀୟ ସେନାକୁ ଏହି ସନ୍ଦେଶ ଦେଲେ କି ଏହି ପାହାଡ଼ ମଧ୍ୟ ଏବେ ଭାରତୀୟ ସେନାର କଣ୍ଟ୍ରୋଲକୁ ଆସିଯାଇଅଛି। ସେତିକି ବେଳେ ତାଙ୍କର ନଜର ତାଙ୍କର ଜଣେ ସାଥୀଙ୍କ ଉପରେ ପଡ଼ିଲା, ଯିଏ ବିସ୍ଫୋରଣରେ ନିଜର ଗୋଟିଏ ଗୋଡ଼ ହରାଇ ବସିଥିଲେ। ବିକ୍ରମ ବାତ୍ରା ଶୀଘ୍ର ତାଙ୍କ ପାଖକୁ ଯାଇ ସାହାଯ୍ୟ କରିବା ପାଇଁ ଚେଷ୍ଟା କଲେ। ଠିକ୍ ଏତିକି ବେଳେ ସେଠାରୁ ପଳାୟନ କରୁଥିବା ଜଣେ ପାକିସ୍ତାନୀ ସୈନ୍ୟ ପଛକୁ ବୁଲି କ୍ୟାପ୍ଟେନ୍ ବିକ୍ରମ ବାତ୍ରାଙ୍କ ଉପରକୁ ଗୁଳି ଚଳାଇ ଦେଲା। ଆଉ ସେ ଗୁଳି ଯାଇ ବିକ୍ରମ ବାତ୍ରାଙ୍କ ଛାତିକୁ ଭେଦ କରିଗଲା, ଯାହାଫଳରେ ବିକ୍ରମ ବାତ୍ରା ସେହିଠାରେ ହିଁ ଶହୀଦ ହୋଇଗଲେ। କିନ୍ତୁ ତାଙ୍କର ଅଦମ୍ୟ ସାହସ, ବାହାଦୁରୀ ଓ ନିଜର ଟିମ୍ ବଳରେ ଭାରତକୁ .4875କୁ ନିଜ ଅକ୍ତିଆରକୁ ଆଣିସାରିଥିଲେ, ଯେଉଁ କାରଣରୁ ସେହି ସ୍ଥାନର ନାମକୁ ବଦଳାଇ ବିକ୍ରମ ବାତ୍ରାଙ୍କ ନାମ ଅନୁସାରେ ବାତ୍ରା ଟପ୍ ନାମ ରଖାଗଲା। ଏହିପରି ଭାବରେ ଭାରତୀୟ ସେନାର ଅଦମ୍ୟ ସାହସ, ବାହାଦୁରୀ ଓ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚତୁରତା କାରଣରୁ ପାକିସ୍ତାନୀ ସେନା ଭାରତ ଉପରେ ଆକ୍ରମଣ କରିବା ପାଇଁ କରିଥିବା ଯୋଜନାକୁ ଅସଫଳ କରିଦେଇଥିଲେ। କାରଣ ଏବେ ପାକିସ୍ତାନ ପାଖରେ ଆଉ ଅଧିକ ସେନା ମଧ୍ୟ ନଥିଲେ। ତେଣୁ ବାକି ଥିବା ସେନାକୁ ପରାଜୟ ସ୍ୱୀକାର କରି ପଛଘୁଞ୍ଚା ଦେବା ଛଡ଼ା ଆଉ କୌଣସି ଉପାୟ ନଥିଲା। କାହିଁକିନା ସାରା ଦୁନିଆର ସମସ୍ତ ଦେଶ ଏବେ ବୁଝିସାରିଥିଲେ କି ଏ ଯୁଦ୍ଧର ଆରମ୍ଭ ପାକିସ୍ତାନ ହିଁ କରିଥିଲା, ଯାହାଫଳରେ ପାକିସ୍ତାନ ଉପରେ ଇଣ୍ଟରନ୍ୟାସନାଲ ପ୍ରେସର ମଧ୍ୟ ଲଗାତାର ଭାବରେ ପଡ଼ୁଥିଲା। ଏହି ସମସ୍ତ ଘଟଣା ପରେ 11 ଜୁଲାଇ 1969ରେ ପାକିସ୍ତାନୀ ସେନା ନିଜର ସୈନିକଙ୍କୁ ପଛକୁ ହଟିଯିବା ପାଇଁ ନିର୍ଦ୍ଦେଶ ଦେଲା। ଶେଷରେ 14 ଜୁଲାଇ 1969ରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଅପରେସନ ବିଜୟକୁ ସକ୍ସେସଫୁଲ ବୋଲି ଘୋଷଣା କଲେ। ଆଉ 26 ଜୁଲାଇରେ କାରଗିଲ ଯୁଦ୍ଧକୁ ଅଫିସିଆଲ ଭାବରେ ଶେଷ କରାଗଲା, ଯେଉଁଥିରେ ଭାରତର ବିଜୟ ହେଲା। ବନ୍ଧୁଗଣ, ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରି ରଖିଥାନ୍ତୁ। ଆଜି ପାଇଁ ଏତିକି, ଧନ୍ୟବାଦ।